ନମସ୍କାର ବନ୍ଧୁଗଣ, ଆଜି ଆମେ ଏକ ବୃହତ୍କାୟ ଔଷଧୀୟ ଗଛ ବିଷୟରେ କହିବା ପାଇଁ ଚାହୁଁଛୁ। ଏହାର ନାମ ଅର୍ଜୁନ ଗଛ। ଏହା ଔଷଧୀୟ ବୃକ୍ଷମାନଙ୍କ ଭିତରେ ପ୍ରସିଦ୍ଧ ଲାଭ କରିଛି। ଏହା ବହୁତ ବଡ଼ ଗଛ। ଏ ଅର୍ଜୁନ ଗଛର ଛେଲି, ପତ୍ର ଓ ଫଳ ଆୟୁର୍ବେଦରେ ବ୍ୟବହାର ହୁଏ। ଖରା ଦିନ ବୋଲି ଏଇ ଗଛ ଆପଣ ଯେଉଁ ଦେଖୁଛନ୍ତି, ତାର ପତ୍ର ଭଲ ଭାବରେ ଦିଶୁନାହିଁ ଓ ଫଳ ବି ହୋଇନାହିଁ। ଏବେ ଦେଖନ୍ତୁ ଏଇ ଫଟୋରେ ଲୋକମାନେ ଏହାର ଛେଲି ଚାଞ୍ଛିକି ନେଇଛନ୍ତି, ଯାହା ମଝିରେ ମଝିରେ ଚକଡ଼ା ଚିହ୍ନ ଭଳି ଦେଖାଯାଉଛି। ଏଇ ଯେଉଁ ଅର୍ଜୁନ ଗଛ, ଏହାର ଛେଲି ହୃଦ ରୋଗୀଙ୍କ ପାଇଁ ବା ହାର୍ଟ ପେସେଣ୍ଟ ପାଇଁ ବରଦାନ ସଦୃଶ। ଆୟୁର୍ବେଦିକ ଡାକ୍ତରମାନେ ହୃଦ ରୋଗୀଙ୍କୁ ଭଲ କରିବା ପାଇଁ ଏହି ଗଛର ଛେଲିକୁ ବ୍ୟବହାର କରିଥାନ୍ତି। ଏହା ରକ୍ତଚାପକୁ ବି କମେଇଥାଏ, ରକ୍ତକୁ ସଫା କରିଥାଏ, ଶରୀରରେ ଥିବା ହାଡ଼କୁ ମଜବୁତ ମଧ୍ୟ କରିଥାଏ। କିଛି ଚର୍ମ ରୋଗକୁ ମଧ୍ୟ ଏ ଅର୍ଜୁନ ଗଛର ଛେଲି ଭଲ କରିଥାଏ। ଏ ଅର୍ଜୁନ ଗଛର ଛେଲିକୁ ପାଣିରେ ସିଝାଇ ସେ ପାଣି ସହିତ କିଛି ମହୁକୁ ମିଶାଇ ହୃଦରୋଗୀମାନଙ୍କୁ ଦିଆଯାଇଥାଏ। ତେଣୁ ଆପଣମାନଙ୍କୁ ଅନୁରୋଧ, ଏତେ ସବୁ ଔଷଧୀୟ ବୃକ୍ଷକୁ ଭଗବାନ ଆମକୁ ନିରୋଗ ରଖିବା ପାଇଁ ଦେଇଛନ୍ତି। ଆମେ ଯେକୌଣସି ରୋଗରେ ପୀଡ଼ିତ ହେଲେ ଭଗବାନଙ୍କ ସୃଷ୍ଟିରେ ଏଇଭଳି ଗଛକୁ ଆମେ ଚିହ୍ନିବା ଦରକାର। ଚିହ୍ନିଲେ ଆପଣମାନେ ସଠିକ୍ ଔଷଧ ଏଥିରୁ ତିଆରି କରିପାରିବେ ଏବଂ ବ୍ୟବହାର କରିବେ। ତା ସହିତ ଆମେ ନିରୋଗରେ ରହିପାରିବା। ଆମେମାନେ ନିରୋଗରେ ରହିଲେ ଦେଶର ମଙ୍ଗଳ ହେବ। ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆପଣମାନଙ୍କୁ ଅନୁରୋଧ, ଏଇଭଳି ଗଛ ଆମେ ଲଗାଇବା, ଏହାର ଯତ୍ନ ନେବା ଏବଂ ଏ ବିଶ୍ୱବାସୀଙ୍କ ପାଇଁ କିଛି କିଛି ଔଷଧୀୟ ବୃକ୍ଷର ଯତ୍ନ ନେବା ହିଁ ଦରକାର। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।